ଆମର ବୋରିଂ ଖରାପ ହେଇଯାଇଛି। ଏଇ ଯୋଉ ପାଣି ଚାଲିଛି ଏଇ ବୋରିଂ ଖରାପ ହେଇଯାଇଛି। ଏଇଟା ମାସେ ହେଲା ଖରାପ ହେଇଯାଇଛି। ତାପରେ ଆମର ସରପଞ୍ଚକୁ ଆମେ 2-3 ଥର କହିସାରିଛୁ। ସିଏ ବି ଡେଟ ଖାଲି ଦେଇ ଚାଲିଛନ୍ତି। ସେଇଟା ସଜେଇବାର କିଛି ଇଏ କରୁନାହାନ୍ତି। ତାପରେ ଆମର ଏଇ ଯୋଉ ସୋଲାର ଟା ଖରା ହେଲେ ଯାଇକି ପାଣି ବାହାରୁଛି, ଆଉ ନହେଲେ ପାଣି ନାହିଁ। ଆଉ ଆମେ ସେଥିପାଇଁ ଅସୁବିଧା ପାଇଁ ଆମେ ଆଜି ସମସ୍ତେ ଏକଜୁଟ ହେଇକି ଏଇଠି ବାହାରିକି ଆମେ ଘେରାଉ କରିଦେଇଛୁ। ଆମେ ଚାହୁଁଛୁ ଆମର ପାଣି ଟା ସୁବିଧା କରନ୍ତୁ। ଆମର ପାଣି ଟା ସୁବିଧା କଲେ ଆମେ ରାସ୍ତା ବି ଘେରିବାନି କି ଆମେ କାହାକୁ ବି କିଛି କହିବାନି। ହଁ, ଆମର ବର୍ତ୍ତମାନ ପାଣି ଟା ନିହାତି ଦରକାର। ଆମେ ଗରିବ ଲୋକ, ଆମେ କାମ କରୁଛୁ ଯାଉଛୁ। ଆମେ ଯଦି ପାଣି ନ ପାଇଲେ ଭାତ ତରକାରୀ କେମିତି କରିବା, କଣ କରିବା, ଏଇ ସବୁ କରିକି ତ କାମ ଯିବା ନା। ଆଉ ସେ ସବୁ ଯଦି ଆମେ କରିପାରିବାନି ମାସେ ହେଇଗଲାଣି। ଆମର ବିଗତ ହେଇଗଲାଣି ଆମର ମାସେ ଖଣ୍ଡେ ହେଇଗଲାଣି ପାଣି ପାଇଁ ଆମ ପ୍ରୋବ୍ଲେମ ଫେସ୍ କରୁଛୁ। ତାପରେ ମେଘୁଆ ପାଗ ହଉଛି, ସେଇଟା ପାଣି ପାଇଁ ଆମ ଟିକେ ଅସୁବିଧା ହଉଛି। ଆଉ ଆମେ ଛୁଆ ପିଲା କାମ କରୁଛୁ, ଯାଇପାରୁନୁ। ଆଉ ସରପଞ୍ଚ କହୁଛି କାଲି କରିବି, ପରଦିନ କରିବି, ଏମିତି କରିବି, ଏଇଠି ବିଭିନ୍ନ କଥା କହୁଛନ୍ତି, ପ୍ରତିଶ୍ରୁତି ଦଉଛନ୍ତି। ହଉ କରିବା ଆଜି ଗାତ ଖୋଳ, ଦେଖ ଆଜି ମେସିନ ପଡିବ, ଏମିତି କରିବ, ଏ ଚାଲିଛି। ଆଜି ରବିବାର ଗଲା, ସୋମବାର ଗଲା, ମଙ୍ଗଳବାର ଡେଟ୍ ଦେଇ ଚାଲିଲାଣି, ମାସେ ହେଇଗଲାଣି। ତାପରେ ଏଇ ସବୁ ଯୋଉ ଫେସ୍ କରୁଛେ, ଆମର ଫ୍ୟାମିଲି ଯାକ ସବୁ ଶାନ୍ତି ହଉଛନ୍ତି। ପାଣି ଆଣ, ଏଠୁ ଆମେ ଯିବା 1 କିଲୋମିଟର ପାଣି ଆଣିବା ପାଇଁ, ସେଠୁ ପାଣି ଆଣୁଛୁ। କିନ୍ତୁ ଆମେ କାମ ଆଉ କରିପାରୁନୁ। ପାଣି ଥିଲେ ଝିଅ ମାନେ ତାହେଲେ ପାଣି ହେଲେ କାମ ହବ, ପାଣି ହେଲେ କାମ କେମିତି ହବ? ଏସବୁ କାମ କଲା ବେଳକୁ ଟିକେ ପ୍ରୋବ୍ଲେମ ଚାଲିଛି। ଯଦି ଆମେ କାମ କରୁ ନ ଗଲା ବେଳକୁ ଆମ ପେଟ ପାଇଁ ପ୍ରୋବ୍ଲେମ ଆସିଗଲାଣି। ଏଇଆ ପ୍ରୋବ୍ଲେମ ଚାଲିଛି। ଆଉ ସେଥିପାଇଁ ଆଜି ଆମେ ଏକଜୁଟ ହେଇଗଲେ ଯେ ଆମକୁ ପାଣିର ବ୍ୟବସ୍ଥା କରାଯାଉ। ପୁଣି ଏଇଟା ଆମ ସାମକୁଣ୍ଡାର ପ୍ରଥମ ପଞ୍ଚାୟତ, ଏଇଟା ଏଣ୍ଟ୍ରାନ୍ସ ଟା, ମାନେ ଆମ ପ୍ରବେଶ ଦ୍ୱାରଟା। ସେଇଟା ଯଦି ସେଇଠି ପ୍ରୋବ୍ଲେମ ହଉଛି, ତାହେଲେ ପରବର୍ତ୍ତୀ ଯୋଉ ପଞ୍ଚାୟତ ଗୁଡା ସେଇଟା କଣ ହଉଥିବ ଅସୁବିଧା, କାରଣ ବ୍ଲକ ଟା କଣ ମାନେ ଏତେ ବଡ ବଡ ଅଛନ୍ତି ଯୋଉଗୁଡା ଆମର ବଡ ବଡ ଅଧ୍ୟକ୍ଷ। ଏଇଟା ଆମର ଟୋଟାଲ ଆମର 9, 15, 10, 14 ଆଉ 13 ପ୍ରାୟତଃ ଏଇଟା ଆମେ ଏତିକି ୱାର୍ଡ ଗୁଡା ଆମେ ପୁରା ସାମ୍ନାରେ ଆମେ ଏ ପାଖାପାଖି ହେଇଯିବେ ଆମର ପାଖାପାଖି। ହଁ, 7-8 ହେଇଯିବେ। ଆମର ଯୋଡି ଯୋଡି ଘର ନା, ପରିସ୍ରା ପାଇଁ ବି ଜାଗା ନାହିଁ। 7-8 ଜଣ ଲୋକ ହେଇଯିବେ ଆମେ ଏଇ 5ଟା ୱାର୍ଡର।